कौन ହେଇଥିଲା कि ଆପଣଙ୍କୁ ଧାନ RTI ରେ ଆପଣଙ୍କୁ ତଥ୍ୟ ମାଗିବାକୁ ପଡିଲା ଆଉ ଆପଣଙ୍କୁ ପ୍ରଶାସନ ଅଧିକାରୀ ମଧ୍ୟ କ୍ଷମା ମାଗିଲେ କଣ ହେଇଥିଲା ଏମିତି? ଆଜ୍ଞା ମୁଁ ଜଣେ ଚାଷୀ ମୁଁ ହାଟଡି ବ୍ଲକ ସମଣା ସୋସାଇଟି ଅଣ୍ଡରରେ ଜଣେ ଚାଷୀ ରୂପେ ପଞ୍ଜୀକରଣ କରିଥିଲି ନିର୍ଦ୍ଧାରିତ ସମୟରେ। ମୋ ନାଁ ଶ୍ରବଣ କୁମାର ବେହେରା। ମୁଁ 3 ଏକରରୁ 4 ଏକର ପାଖାପାଖି ଜମି ପାଇଁ ରେଜିଷ୍ଟ୍ରେସନ କରିଥିଲି। ରେଜିଷ୍ଟ୍ରେସନ କଲା ସମୟରେ ମୁଁ ଦେଇଥିଲି ତାର କିଛି ଦିନ ପରେ ମତେ ଟୋକନ ଯେତେବେଳେ ଆସିଲା ମ୍ୟାଡାମ ମୋର 4 ଏକର ଜମିରେ ସରକାରଙ୍କ ନିର୍ଦ୍ଧାରିତ ପରିମାଣ ଅନୁସାରେ 52 କୁଇଣ୍ଟାଲ ଆସିବା କଥା କିନ୍ତୁ ମତେ ସରକାର ତରଫରୁ 7 କୁଇଣ୍ଟାଲ 80 କେଜିର ଟୋକନ ମିଳିଥିଲା। ମାତ୍ର 60 ଡିସିମିଲ୍ ଜମି ପାଇଁ ମିଳିଥିଲା ଯାହା ଫଳରେ କି ମୁଁ ସୋସାଇଟି ସହିତ ତୁରନ୍ତ ଯୋଗାଯୋଗ କଲି। ସୋସାଇଟିରେ ସେମାନେ ମତେ ବ୍ୟବହାର ଠିକ କଲେନି କି ମତେ କହିଲେ କି ଆମ ପାଖରେ କିଛି ଡାଟା ନାହିଁ ତମେ DRCS ଅଫିସ ଯାଇକି କେଉଁଝରରେ ବୁଝାବୁଝି କର। ତ ମୋ ଘରଠୁ ମ୍ୟାଡାମ କେଉଁଝର ହେଡକ୍ୱାର୍ଟର ହେଲା 140 ରୁ 50 କିଲୋମିଟର। ବହୁ କଷ୍ଟରେ ଯାଇ DRC ଅଫିସରେ ଯେତେବେଳେ ମୁଁ ପହଞ୍ଚିଲି DRC ଅଫିସରେ ମତେ ବାରମ୍ବାର କୁହାହେଲା କି ଆମ ପାଖରେ କିଛି ଡାଟା ନାହିଁ ଏବେ ଡାଟା ସବୁ ଲକ୍ ରେ ଅଛି ଆପଣ ଟୋଲ ଫ୍ରିରେ କମ୍ପ୍ଲେନ ବୁକ୍ କରନ୍ତୁ ବୁକ୍ କଲା ପରେ ଆପଣଙ୍କର ହେଇପାରିବ ଆପଣଙ୍କ କଣ ପ୍ରୋବ୍ଲେମ ଜଣା ପଡିବ। ତ ଟୋଲ ଫ୍ରିରେ କମ୍ପ୍ଲେନ ବୁକ୍ କଲି ବାରମ୍ବାର କମ୍ପ୍ଲେନ ବୁକ୍ କଲା ପରେ ବି ହେଲାନି। ତାପରେ ମତେ ଟୋଲ ଫ୍ରିରେ କହିଲେ କି ତମେ ARCS ଅଫିସ କି ଯାଇକି ଦେଖା କର। ARCS ଅଫିସ ଆମ ଆନ୍ଦପୁର ଆମ ଘରଠୁ 35 କିଲୋମିଟର। ସେଠିକି ଯାଇକି ସେଠି ଗୋଟେ ଆପ୍ଲିକେସନ ଦେଲି ARCS କୁ ଅନୁରୋଧ କଲି ଆଜ୍ଞା ଏମିତି ମୁଁ ଜଣେ ଚାଷୀ ଆଉ ଆପଣ ମତେ ଏମିତି ଯଦି କରାଯିବ ମୁଁ କେମିତି ଉପକୃତ ହେବି। ମାନେ ସରକାରଙ୍କ ନିର୍ଦ୍ଧାରିତ ପରିମାଣ ହେଲା 13 କୁଇଣ୍ଟାଲ ଗୋଟେ ଏକରରେ କିନ୍ତୁ ମ୍ୟାଡାମ ଆମ ଗୋଟେ ଏକରରେ ଧାନ ଫଳୁଛି କି 30 କୁଇଣ୍ଟାଲ। ତ ସରପ୍ଲସ ଧାନ ବି ଆମେ ବିକିବା ପାଇଁ ହଇରାଣ ହଉଛୁ ତାପରେ ବି ସରକାରଙ୍କ ଯୋଉ ନିର୍ଦ୍ଧାରିତ ପରିମାଣଟି ବି ଆମେ ବିକି ପାରୁନୁ। ସେ କହିଲେ ହଉ ଠିକ ଅଛି ଆପଣଙ୍କ ସମସ୍ୟାର ସମାଧାନ ହବ କିଛି ହେଲାନି ତାପରେ ମ୍ୟାଡାମ ମୁଁ ଆମ ବ୍ଲକ ରେ ମିଳିତ ଯୋଉ ଯୁଗ୍ମ ଶୁଣାଣି ହଉଥିଲା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସେଥିରେ ଆମ କଲେକ୍ଟର ସମସ୍ତେ ଥିଲେ ସେଠାରେ ଆମ କଲେକ୍ଟରଙ୍କୁ ଗୋଟେ ଗ୍ରିଭାନ୍ସ ଦେଇଥିଲି। କଲେକ୍ଟର ଗ୍ରିଭାନ୍ସ ଦେବା ଫଳରେ ସେ ଗ୍ରିଭାନ୍ସ ଟି କିଛି ହେଲାନି ବହୁତ ଦିନ ପେଣ୍ଡିଂ ରହିଲା। ତାପରେ କୋଅପରେଟିଭ ସୋସାଇଟି ଡିପାର୍ଟମେଣ୍ଟ କୁ ଜନଶୁଣାଣି ପୋର୍ଟାଲ ଥ୍ରୋରେ ଗୋଟେ କମ୍ପ୍ଲେନ ଦେଇଥିଲି ସେଥିରେ ବି ବହୁତ ଦିନ ପେଣ୍ଡିଂ ରହିଲା କିଛି ହେଲାନି। DM କୁ ଆମ କେନ୍ଦୁଝର କଲେକ୍ଟରଙ୍କୁ ଆଉ ଥରେ ବି ମେଲ କଲି କିଛି ହେଲାନି। ତା ପରବର୍ତ୍ତୀ ସମୟରେ ମୁଁ ଆମର CM ଙ୍କୁ ସାକ୍ଷାତକାର ସ୍ଲଟ ବୁକ୍ କରିକି କଲା ପରେ ମୋର ଯୋଉ ଅଭିଯୋଗଟି ଦେଲା ପରେ ସିଏ ଇନକ୍ୱାରି ରିପୋର୍ଟ ଦେଇଛନ୍ତି କି ସୋସାଇଟି ଏବଂ ସେକ୍ରେଟାରୀ ଏବଂ ଡାଟା ଏଣ୍ଟ୍ରି ଅପରେଟରଙ୍କ ଭୁଲ ପାଇଁ ମୁଁ ମୁଁ ଯୋଉ ତାଙ୍କ ଭୁଲ ପାଇଁ ମୁଁ ମୋ ସରପ୍ଲସ ଧାନଟି ବିକି ପାରିନି ଯୋଉଥିପାଇଁ ମୁଁ କ୍ଷତିଗ୍ରସ୍ତ ହୋଇଛି ଆଉ। ମାତ୍ର 7 କୁଇଣ୍ଟାଲ 52 କୁଇଣ୍ଟାଲ ଜାଗାରେ 7 କୁଇଣ୍ଟାଲ ହେଲେ ମ୍ୟାଡାମ ମୁଁ ପାଖାପାଖି 43 ରୁ 44 କୁଇଣ୍ଟାଲ ଧାନ 1600-1700 ଟଙ୍କାରେ ଅଭାବୀ ବିକ୍ରିରେ ଶିକାର ହେଇଛି ଯାହା ଫଳରେ କି ମୋର ଗୋଟେ ବହୁତ ଗୁଡିଏ ଲସ୍ ହୋଇଛି। କିନ୍ତୁ ଯୋଉ ଶ୍ରବଣ ବାବୁ ଅଭିଯୋଗ ଆପଣଙ୍କର ଏ ସମସ୍ୟା ଆପଣ ଯେତେବେଳେ ଗ୍ରିଭାନ୍ସ ରେ କହିଲେ ଆ ପରେ ବି ଆପଣଙ୍କର ସମସ୍ୟାର ସମାଧାନ କରାଯିବ ବୋଲି କିଏ ସେମିତି ପ୍ରତିଶ୍ରୁତି ଦେଇଥିଲେ ଆଜ୍ଞା ଅଧିକାରୀ ମାନେ? ମୁଖ୍ୟମନ୍ତ୍ରୀ ଏବଂ ଆମର ଯୋଉ କୋଅପରେଟିଭ ସୋସାଇଟିର ଯିଏ ଆମର କୋଅପରେଟିଭ ମିନିଷ୍ଟର ଅଛନ୍ତି ପ୍ରଦ୍ୟୁମ୍ନ ବଳ ସାମନ୍ତ ସେ କହିଥିଲେ କି ଆପଣଙ୍କ ସମସ୍ୟାର ଅନୁସନ୍ଧାନ କରି କରାଯିବ। ଏକା ମୋର ନୁହେଁ ମ୍ୟାଡାମ ମୋ ମାଙ୍କର ବି ସମାନ ପ୍ରୋବ୍ଲେମ 6 ଏକର ବିଲ ପାଇଁ ମୁଁ ରେଜିଷ୍ଟ୍ରେସନ କରିଥିଲି କିନ୍ତୁ ମତେ ତାଙ୍କୁ ମିଳିଛି ମାତ୍ର 14 କୁଇଣ୍ଟାଲ। ଆମେ 2 ଜଣ ଯାଇଥିଲୁ ଆଜ୍ଞା ମୋ ଘରଠୁ ଆମେ କେଉଁଝରରୁ ଯାଇଥିଲୁ ଯାଇକି ଚିଫ ମିନିଷ୍ଟରକୁ ଦେଖା କଲୁ କିନ୍ତୁ ଖାଲି ରିଟେନ ଷ୍ଟେଟମେଣ୍ଟ ମିଳିଲା କି ଆମର ଭୁଲ ହେଇଛି ଆମେ ଭୁଲ କରିଛୁ ତ ମୁଁ କଣ ମ୍ୟାଡାମ ପାଇଲି ୟା ଦ୍ୱାରା। ଆଚ୍ଛା ପ୍ରଶାସନ ଆପଣଙ୍କୁ କ୍ଷମା ମାଗିଛି କିନ୍ତୁ ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ଯାଇ ହୋଇପାରିନି। ମ୍ୟାଡାମ ମୋ କହିବା କଥା ମୁଁ ଜଣେ ଚାଷୀ ମୁଁ ଜଣେ ଶିକ୍ଷିତ ଚାଷୀ ମୁଁ ଚାଷ କରିକି ମୋ ଜୀବିକା ଉପାର୍ଜନ କରେ। ଯଦି ଗୋଟେ ବର୍ଷରେ ମୋର ମ୍ୟାଡାମ 1.5 ଲକ୍ଷରୁ 2 ଲକ୍ଷ ଟଙ୍କା ଲସ୍ ହବ ମୁଁ କେମିତି ମ୍ୟାଡାମ ମୋ ଜୀବିକା ନିର୍ବାହ କରିବି। ଆଜ୍ଞା ତ ଏବେ ସମସ୍ୟାର ସମାଧାନ ହେଲାଣି ନା କେବଳ କଥା ଦିଆ ହେଇଛି ପ୍ରତିଶ୍ରୁତି ଦିଆ ହେଇଛି କିଛି ପ୍ରତିଶ୍ରୁତି ନୁହେଁ ମ୍ୟାଡାମ ଖାଲି ରିଟେନ ଷ୍ଟେଟମେଣ୍ଟ ଦେଇଛନ୍ତି କି ଯୋଉ ମୁଁ CM ଗ୍ରିଭାନ୍ସ ଦେଇଥିଲି କି ସେମାନେ ରିଟେନ ଷ୍ଟେଟମେଣ୍ଟ ଦେଇଛନ୍ତି କି ଆମେ ଭୁଲ କରିଛୁ ଆମ ତରଫରୁ ଭୁଲ ହେଇଛି ଆପଣଙ୍କ ଜମି ରେଜିଷ୍ଟ୍ରେସନ କରାଯାଇ ପାରିନଥିଲା। ତ ଏବେ ରେଜିଷ୍ଟ୍ରେସନ ପୁଣି କରିବ କିଏ? ଏବେ ଆଉ ହେଇପାରିବନି ମ୍ୟାଡାମ ସେମାନଙ୍କ କହିବା କଥା କି ଫ୍ୟୁଚରରେ ଆଉ ଭୁଲ ହବନି ଏଇଥର ଭୁଲ ହେଇଯାଇଛି ଆଉ ଫ୍ୟୁଚରରେ ହବନି ତାଙ୍କ ମତାମତ ଅନୁସାରେ ଏବେ ଗୋଟେ ଲୋକକୁ ମୁଁ ମାରି ଦେଇଛି ହଁ ସିଏ ତ ମରିଗଲାଣି ଆଉ ଲୋକ ମାରିବିନି ମତେ ଛାଡି ଦିଆଯାଉ। ତ ଏବେ ସେ ଧାନ ଆପଣ ପୁଣି କରିବେ କଣ? ମୁଁ ଧାନ ମ୍ୟାଡାମ ଅଭାବୀ ବିକ୍ରିରେ ଶିକାର ହେଇକି ଧାନ ଯେତେବେଳେ ବର୍ଷା ହେଲା ବାଧ୍ୟ ହେଇକି ବିକିଛି କିନ୍ତୁ ମୁଁ ବର୍ତ୍ତମାନ ଚାହୁଁଛି ମୋର ଯୋଉ କେତେ କ୍ଷତିଟି ଟଙ୍କା ହେଇଛି କ୍ଷତି ସହିଲେ?
मैडम मु जो 40 क्विंटाल ले मिनिमम 1300 रु 1400 टंका लेखा पर क्विंटाल ले लॉस होईची से क्षति टी मते सोसाइटी भरणा करू मु चाहूची एटा मोर मोर 40 क्विंटाल मो मांकर जो जते क्विंटाल अछि तांकर 6 क्विंटाल लेले 6 60 पाखा पाखी क्विंटाल एई क्षति टी मोर जो क्षति टी हेची एटा सोसाइटी भरणा करिया चाहू मु ଆପଣ चाहूची सोसाइटी सोसाइटीର ये ଭୁଲ ଯୋଉ ହେଇଛି सोसाइटी ନାଁରେ ଆପଣ କୋଉଠି ଅଭିଯୋଗ ପୁଣି କଲେ କି ନାଇଁ ମତେ ନାଇଁ ଏର ମ୍ୟାଡାମ ନାଇଁ କ୍ଷତିପୂରଣ ମ୍ୟାଡାମ ଦିଆଯାଉ ବୋଲି? କରିନି ନାଇଁ ମୁଁ କରିନି ମୁଁ ଯେହେତୁ ମ୍ୟାଡାମ ଜଣେ ଚାଷୀ ହିସାବରେ ମୁଁ ଡିସେମ୍ବର ମାସରୁ ଆଦ୍ୟାଦି ଜୁନ ମାସ 6 ମାସ ହେଲାଣି ମ୍ୟାଡାମ ଏଇ ଗୋଟିଏ ଭୁଲ ପାଇଁ ମୁଁ ବାରମ୍ବାର ଏ ଅଫିସ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଲା ପରେ ଏବେ ରିପୋର୍ଟ ଟି ପାଇଛି ତେଣୁ ଆଉ କିଛି କଣ କରିବି ରିପୋର୍ଟ ଯେହେତୁ ସିଏମ ଗ୍ରିଭାନ୍ସ ରେ ଦେଲା ପରେ ଖାଲି ରିଟିନ ଷ୍ଟେଟମେଣ୍ଟ ଦଉଛନ୍ତି କି ଆମେ ଭୁଲ ହେଇଛି ଫର୍ଦର ଟାଇମ ଭୁଲ କରିବୁନି ଆଉ ମ୍ୟାଡାମ କୋଉ ଅଫିସ କି ଯିବି ମୁଁ ତ ନୟାନ୍ତ ହେଇଗଲେଣି ମୁଁ ଭାବିଛି କିଛି ଭାବି ଚିନ୍ତିକି ଯାହା ନିଷ୍ପତ୍ତି ନେବି ଆଉ। ଆଜ୍ଞା ଆଜ୍ଞା।